ଅଷ୍ଟାଦଶ ଅଧ୍ୟାୟ। ସମୁଦ୍ର ତୀରରେ ବ୍ରହ୍ମଦ୍ୱାର ଆବିର୍ଭାବ। ଜୈମିନୀ କହିଲେ, ରାଜା ଇନ୍ଦ୍ରଦ୍ୟୁମ୍ନ ଅଶ୍ୱମେଧ ଯଜ୍ଞ ସମାପ୍ତ କରି ଅବଭୃତ ସ୍ନାନର ଆୟୋଜନ କଲେ। ଯଜ୍ଞ ନିମନ୍ତେ ଦୋଲକୀ ବସି ସମସ୍ତେ ଏକତ୍ରିତ ହୋଇଥିଲେ। ଜଣାଯାଉଥିଲା ସତେ ଯେପରି ତ୍ରିଭୁବନ ଯାକ ଗୋଟିଏ ଗୃହରେ ପରିଣତ ହୋଇଯାଇଛି। ପ୍ରତ୍ୟୁଜ ବ୍ରାହ୍ମଣଙ୍କ ତୁଟି ଶୁଣି ଶୁଦ୍ଧ ଉଚ୍ଚାରିତ ମନ୍ତ୍ର ପବନ ପବନକୁ ମୁଖରିତ କରି ରଖୁଥିଲା। ଏ ଶବ୍ଦ ଆଗରେ ଅନ୍ୟ ସମସ୍ତ ଶବ୍ଦ ନିଷ୍ପ୍ରଭ ହୋଇଯାଉଥିଲା। ଅବଭୃତ ସ୍ନାନ ନିମନ୍ତେ ବିଲ୍ୱେଶ୍ୱରଙ୍କ ନିକଟରେ ନିଯୁକ୍ତ ହୋଇଥିବା ସେବକଗଣ ରାଜାଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ଜଣାଇଲେ ଯେ ଦକ୍ଷିଣ ସମୁଦ୍ର ତଟରେ ସେମାନେ ଏକ ଅଦ୍ଭୁତ ବୃକ୍ଷ ଦେଖିଛନ୍ତି। ଏ ବୃକ୍ଷର ମୂଳ ବାଲି ଭିତରେ ପୋତି ହୋଇ ରହିଛି ଓ ସମୁଦ୍ରର ଉଚ୍ଚାଙ୍ଗ ଲହରୀ ତାର ମୂଳକୁ ପ୍ଲାବିତ କରୁଛି। ବୃକ୍ଷର ଡାଳଗୁଡ଼ିକ ସମୁଦ୍ର ଜଳ ମଧ୍ୟରେ ରହିଛି। ବୃକ୍ଷର ରଙ୍ଗ ମଞ୍ଜୁଆତି ବର୍ଣ୍ଣର ଓ ଦେହରେ ଶଙ୍ଖଚକ୍ର ଚିହ୍ନ ରହିଛି। ବୃକ୍ଷର ତେଜ ଉଦ୍ୟତ ସୂର୍ଯ୍ୟ ସମ। ତା ଦେହରୁ ନିର୍ଗତ ହେଉଥିବା ସୁମଧୁର ଗନ୍ଧରେ ତଟଦେଶ ଆମୋଦିତ ହୋଇଯାଇଛି। ସେ ବୃକ୍ଷ ସାଧାରଣ ବୃକ୍ଷ ଭଳି ପ୍ରତୀୟମାନ ହେଉନାହିଁ। ଭୃତ୍ୟମାନଙ୍କଠାରୁ ସମସ୍ତ ବୃତ୍ତାନ୍ତ ଶୁଣି ରାଜା ନାରଦଙ୍କୁ ଏହାର କାରଣ ପଚାରିବାରୁ ନାରଦ କହିଲେ, ହେ ରାଜା, ଶୀଘ୍ର ଯଜ୍ଞର ପୂର୍ଣ୍ଣାହୁତି କର। ତୁମର ଭଲ ସମୟ ଆସିଗଲାଣି। ତୁମେ ସ୍ୱପ୍ନରେ ଯେଉଁ ବିଷ୍ଣୁ ମୂର୍ତ୍ତିଙ୍କର ଦର୍ଶନ କରିଥିଲ, ତାଙ୍କର ଅଙ୍ଗରୁ ଏହି ଲୋମ ସ୍ଫଳିତ ହୋଇ ତରୁ ରୂପରେ ଏଠାରେ ଶୋଭା ପାଉଛି। ଉକ୍ତ ଭକ୍ତବତ୍ସଳ ଭଗବାନଙ୍କ ଅଂଶାବତାର ରୂପରେ ଏହା ଧରାପୃଷ୍ଠରେ ଅବତୀର୍ଣ୍ଣ ହୋଇଛି। ଏହି ପୃଥିବୀ ପକ୍ଷରେ ଏପରି କେହି ପୁଣ୍ୟ ବ୍ୟକ୍ତି ନାହିଁ ଯିଏ ଏହି ବୃକ୍ଷର ଦର୍ଶନ କରିବ। ମାତ୍ର ତୁମ ଭାଗ୍ୟବଶରେ ଏହି ବୃକ୍ଷକୁ ସମସ୍ତେ ଦର୍ଶନ କରି ନିଜର ପାପରାଶିକୁ ଦହନ କରିବେ। ଏକ ସୁନ୍ଦର ବେଦୀ ନିର୍ମାଣ କରି ଏ ତରୁରୂପୀ ଯଜ୍ଞେଶ୍ୱରଙ୍କୁ ସ୍ଥାପନା କରନ୍ତୁ। ଏହିପରି କଥୋପକଥନ ମଧ୍ୟରେ ଦୁଇ ଜୀବନମୁକ୍ତ ପୁରୁଷ ଇନ୍ଦ୍ରଦ୍ୟୁମ୍ନ ଓ ନାରଦ ସେ ଦିବ୍ୟ ତୁରଙ୍ଗ ଦର୍ଶନ ନିମନ୍ତେ ସମୁଦ୍ର କୂଳରେ ପହଞ୍ଚିଲେ। ସ୍ୱପ୍ନ ସମୟରେ ରାଜା ଯେଉଁଠି ଚତୁର୍ଭୁଜ ବିଷ୍ଣୁଙ୍କ ଦର୍ଶନ ଲାଭ କରିଥିଲେ, ସେହିପରି ଚତୁଃଶାଖା ସମନ୍ୱିତ ବୃକ୍ଷରାଜଙ୍କ ଦର୍ଶନ କରି ତୃପ୍ତି ଲାଭ କଲେ। ଆଜି ତାଙ୍କୁ ତାଙ୍କ ପରିଶ୍ରମର ଫଳ ମିଳିଲା ବୋଲି ଭାବିଲେ। ତାଙ୍କର ମାଧବ ଆଦର୍ଶନରୁ ଦୁଃଖ ଦୂର ହେଲା। ସେ ହର୍ଷାଶ୍ରୁ ନୟନରେ ପୁନର୍ବାର ସେ ଦିବ୍ୟ ତରୁକୁ ପ୍ରଣିପାତ କଲେ। ବ୍ରାହ୍ମଣମାନେ ସେ ଦିବ୍ୟ ତରୁକୁ କୂଳକୁ ଆଣିଲେ। ସେତିକିବେଳେ ଆକାଶରୁ ଶଙ୍ଖ, ଘଣ୍ଟା, ମୁରଜ, କାହାଳି ଆଦି ବାଦ୍ୟଯନ୍ତ୍ର ସ୍ୱର ଶୁଭିଲା ଓ ପୁଷ୍ପବୃଷ୍ଟି ହେଲା। ହରିବୋଲ ଜୟଧ୍ୱନି ମଧ୍ୟରେ ପୂର୍ଣ୍ଣ ଯୌବନ ଯୁବତୀମାନେ ଧୂପପାତ୍ର ଧରି ବୃକ୍ଷ ନିକଟରେ ଛିଡ଼ା ହୋଇଥାନ୍ତି। ଆଲଟ ଚାମରରେ ବ୍ୟଞ୍ଜନ ହେଉଥାଏ। ପଟ୍ଟବସ୍ତ୍ର ନିମିତ୍ତ ପତାକାମାନ ତରୁ ରାଜ୍ୟଙ୍କୁ ଶୋଭାବର୍ଦ୍ଧନ କରୁଥାଏ। ଗଜ, ଅଶ୍ୱ, ପଦାତିକ ବାହିନୀ ଦିବ୍ୟ ତରୁକୁ ବେଷ୍ଟନ କରି ରହିଥାନ୍ତି। ମହର୍ଷି, ଋତୁଜ, ବ୍ରାହ୍ମଣ, ପଣ୍ଡିତଗଣ ସ୍ତୁତି ପାଠ କରୁଥାନ୍ତି। ରାଜାଙ୍କ ଅନୁମତି ନେଇ ବୃକ୍ଷର ସର୍ବାଙ୍ଗରେ ସୁବାସିତ ଚନ୍ଦନ ଲେପ କରାଯାଇ ତାକୁ ପଟୁଆରେ ନେଇ ମହାବେଦୀ ଉପରେ ସ୍ଥାପନ କରାଗଲା। ନାରଦଙ୍କ ଆଦେଶରେ ରାଜା ଇନ୍ଦ୍ରଦ୍ୟୁମ୍ନ ଦିବ୍ୟ ବୃକ୍ଷଙ୍କୁ ପୂଜା ଅର୍ଚ୍ଚନା କଲେ। ନାରଦଙ୍କୁ ପଚାରିଲେ, ହେ ଦ୍ୱିଜଶ୍ରେଷ୍ଠ, ଏବେ ସେହି ଦିବ୍ୟ ପ୍ରତିମା ନିର୍ମାଣ ହେବ କିପରି ଓ କିଏ ଏହାକୁ ନିର୍ମାଣ କରିବେ, କୃପା କରି ଜଣାନ୍ତୁ। ରାଜାଙ୍କ କଥା ଶୁଣି ନାରଦ କହିଲେ, ହେ ରାଜା, କିଏ କିପରି ଭାବରେ ମୂର୍ତ୍ତିକୁ ନିର୍ମାଣ କରିବେ ସେ କଥା କେବଳ ସେହି ଜଗତ ଗୁରୁଙ୍କୁ ଜଣା। ବେଦପତି ବ୍ରହ୍ମା ମଧ୍ୟ ଏ ନିମନ୍ତେ ସନ୍ଦିହୀନ। ନାରଦ ଓ ଭୂପତି ଏପରି କଥାବାର୍ତ୍ତା କରୁଥିବା ବେଳେ ଶୂନ୍ୟବାଣୀ ହେଲା, ଭଗବାନ ଅପରିସର ଓ ପ୍ରତ୍ୟକ୍ଷ ଅଟନ୍ତି। ସେ ନିଜ ନିଜର ରୂପକୁ ନିର୍ମାଣ କରିବେ। ସେ ଏବେ ଏହି ବୃକ୍ଷ ରୂପରେ ମହାବେଦୀରେ ଅବସ୍ଥାନ କରୁଛନ୍ତି। ତୁମେ ଏବେ ଏହି ବେଦୀକୁ ଆଚ୍ଛାଦିତ କର। 15 ଦିନ ପର୍ଯ୍ୟନ୍ତ ଏହି ବେଦୀ ଆଚ୍ଛାଦିତ ରହିବ। ଏବେ ଏହି ଯେଉଁ ବୃଦ୍ଧା ବର୍ଦ୍ଧକୀ ଶସ୍ତ୍ର ଧରି ସେଠାରେ ଉପସ୍ଥିତ ହୋଇଛନ୍ତି, ସେ ମୂର୍ତ୍ତି ନିର୍ମାଣ କରିବେ। ତାଙ୍କୁ ଗୃହ ମଧ୍ୟରେ ରଖି ସଯତ୍ନେ ଦ୍ୱାରକୁ ରୁଦ୍ଧ କରନ୍ତୁ। ଯେତେଦିନ ପର୍ଯ୍ୟନ୍ତ ଗଠନ କାର୍ଯ୍ୟ ଚାଲିଥିବ, ଗୃହରେ ବାହାରେ ବାଦ୍ୟ ବାଦନ କରିବେ। ଯଦି ନିର୍ମାଣର ଶବ୍ଦ କାହାରି କାନରେ ବାଜେ, ତେବେ ସେ ବ୍ୟକ୍ତି ବଧିର ହୋଇଯିବ। ଯଦି କିଏ ନିର୍ମାଣ କାର୍ଯ୍ୟ ଅବଲୋକନ କରେ, ସେ ମଧ୍ୟ ଅନ୍ଧ ହୋଇଯିବ। ଯେତେଦିନ ପର୍ଯ୍ୟନ୍ତ ମୂର୍ତ୍ତି ନିର୍ମାଣ ଶେଷ ହୋଇନାହିଁ, ଆପଣ ସ୍ୱୟଂ ମଧ୍ୟ ନିର୍ମାଣ କାର୍ଯ୍ୟ ଦେଖିବେ ନାହିଁ। ଆପଣଙ୍କୁ ସ୍ୱୟଂ ଋଷିକେଶ ଆପଣଙ୍କର କର୍ତ୍ତବ୍ୟ ବିଷୟ ବୁଝାଇ ଦେବେ। ଏହାପରେ ବୃଦ୍ଧା ବର୍ଦ୍ଧକୀ ରାଜାଙ୍କୁ କହିଲେ, ହେ ରାଜନ, ଆପଣ ସ୍ୱପ୍ନରେ ଯେଉଁ ନାରାୟଣଙ୍କ ଛବି ଦର୍ଶନ କରିଛନ୍ତି, ମୁଁ ସେହି ମୂର୍ତ୍ତି ନିର୍ମାଣ କରିବି। ଏପରି କହି ବର୍ଦ୍ଧକୀ ରୂପୀ ପ୍ରଭୁ ବେଦୀ ମଧ୍ୟରେ ଅନ୍ତର୍ହିତ ହୋଇଗଲେ। ଊନବିଂଶ ଅଧ୍ୟାୟ। ଇନ୍ଦ୍ରଦ୍ୟୁମ୍ନଙ୍କ ଦାରମୂର୍ତ୍ତି ଦର୍ଶନ। ଜୈମିନୀ ଋଷିମାନଙ୍କୁ କହିଲେ, ରାଜା ଇନ୍ଦ୍ରଦ୍ୟୁମ୍ନ ପ୍ରତିମା ନିର୍ମାଣ ନିମନ୍ତେ ଶୂନ୍ୟବାଣୀ କହିଥିବା ଅନୁସାରେ ବେଦୀ ଗୃହ ଦ୍ୱାର ବନ୍ଦ କରି ବାଦ୍ୟ ବାଦନର ଆୟୋଜନ କଲେ। ଏପରି କିଛି ଦିନ ଗତଗଲା ପରେ ଚାରିଆଡ଼େ ଅପୂର୍ବ ଗନ୍ଧ ବିଚ୍ଛୁରିତ ହୋଇ ଉଠିଲା। ଆକାଶରୁ ଗଙ୍ଗା ଜଳର ସୂକ୍ଷ୍ମ ବିନ୍ଦୁମାନ ବର୍ଷଣ ହେଲା। ଯଜ୍ଞକୁ ଯେଉଁ ଦେବତା ଆସିଥିଲେ, ମାଧବ ଆବିର୍ଭୂତ ହେଲେ ବୋଲି ବିଚାରିଲେ। ଏପରି ଭାବରେ 15 ଦିନ ବିତିଗଲା। ସ୍ୱୟଂ ଭଗବାନ ବୃଦ୍ଧା ବର୍ଦ୍ଧକୀ ରୂପରେ ନିଜ ମୂର୍ତ୍ତିକୁ ନିଜେ ନିର୍ମାଣ କଲେ। ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ଏହି ଚତୁର୍ଦ୍ଧା ମୂର୍ତ୍ତି ରୂପ ଧାରଣ କରି ପ୍ରଭୁ ଆବିର୍ଭୂତ ହେଲେ। ଦିବ୍ୟ ସିଂହାସନରେ ପ୍ରଭୁ ଜଗନ୍ନାଥ ଶଙ୍ଖ, ଚକ୍ର, ଗଦା, ପଦ୍ମ ଧାରଣ କରିଥିଲେ। ପ୍ରଭୁ ଅନନ୍ତ ବଳରାମ ରୂପ ଧାରଣ କରିଥିଲେ। ତାଙ୍କ ହସ୍ତରେ ଚକ୍ର, ବଜ୍ର, ହଳ ଓ ମୁଷଳ ଶୋଭା ପାଉଥିଲା। ଚୈତନ୍ୟ ରୂପିଣୀ ଲକ୍ଷ୍ମୀ ସୁଭଦ୍ର ରୂପରେ ଏକ ହସ୍ତରେ ପଦ୍ମ ଓ ଅନ୍ୟ ହସ୍ତରେ ଅଭୟ ପ୍ରଦାନ କରୁଥାନ୍ତି। ପ୍ରଭୁଙ୍କ କୃଷ୍ଣ ଅବତାର ସମୟରେ
ମା ରୋହିଣୀ ଗର୍ଭରେ ସୁଭଦ୍ରା ରୂପରେ ଜନ୍ମ ନେଇଥିବାରୁ ସେ ଭଗିନୀ ସୁଭଦ୍ରା ରୂପେ ପରିଚିତ ହୋଇଥିବା ବେଳେ ଯେତେବେଳେ ବଳରାମ ମଧ୍ୟ ରୋହିଣୀ ଗର୍ଭରେ ଜାତ ହୋଇଥିଲେ ଏବଂ କୃଷ୍ଣ ବଳରାମ ଅବୈଧ ଆତ୍ମା ରୂପେ ପ୍ରତିପାଦିତ ହୋଇଥିବାରୁ ମହାପ୍ରଭୁ ବଳଭଦ୍ର ମଧ୍ୟ ଜଗନ୍ନାଥଙ୍କ ସଙ୍ଗ ପରିତ୍ୟାଗ କରିନାହାନ୍ତି। ତେଣୁ ପୁରାଣ ମାନଙ୍କରେ ଭ୍ରାତା ଭଗିନୀ ଏକ ତତ୍ତ୍ୱ ରୂପେ ଦର୍ଶାଯାଇଛି। ମା ଲକ୍ଷ୍ମୀ ସମସ୍ତ ସ୍ତ୍ରୀ ଜାତିର ପ୍ରତିନିଧିତ୍ୱ କରିଥିବା ବେଳେ ଭଗବାନ ବିଷ୍ଣୁ ସମଗ୍ର ପୁରୁଷ ଜାତିର ପ୍ରତିନିଧିତ୍ୱ କରିଥାନ୍ତି। ଏଣୁ ଏ ଦୁଇ ଜଣଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ସତ୍ତା ନାହିଁ। ଏଣୁ ଏ ଦେବତାମାନଙ୍କ କ୍ଷମତା ବର୍ଣ୍ଣନା କରି ନିମନ୍ତେ ମହିମଣ୍ଡଳର କୌଣସି ମାନବ ପକ୍ଷେ ସମ୍ଭବ ନୁହେଁ। ସେ ପୁଣ୍ଡରୀକାକ୍ଷଙ୍କ ବ୍ୟତୀତ ଅନ୍ୟ କାହାର ଶକ୍ତି ଅଛି ଯେ ସେ ପଣା ଅଗ୍ରରେ 14 ଭୁବନକୁ ଧରି ରଖିବେ। ତାଙ୍କର ଶକ୍ତି ସ୍ୱରୂପିଣୀ ଭଗିନୀ ସୁଭଦ୍ରିକା। ଚତୁର୍ଥରେ ଚତୁର୍ଥରେ ଶାଖାର ଅଗ୍ର ଚକ୍ରର ସୁଦର୍ଶନକୁ ଭଗବାନ ବିଷ୍ଣୁ ସବୁବେଳେ ନିଜ ହସ୍ତରେ ଧାରଣ କରିଛନ୍ତି। ଏପରି ଚତୁର୍ଥ ରୂପ ଧାରଣ କରି ଭଗବାନ ନିଜ ନିଜକୁ ନିର୍ମାଣ କଲେ। ପୁଣି ଶୂନ୍ୟବାଣୀ ଶୁଣିବାକୁ ମିଳିଲା, ରାଜା ପ୍ରତିମାମାନଙ୍କୁ ପଟ୍ଟବସ୍ତ୍ରରେ ଦୃଢ଼ ଭାବେ ଆଚ୍ଛାଦିତ କରନ୍ତୁ। ପ୍ରତିମାମାନଙ୍କୁ ନିଜ ନିଜ ରଙ୍ଗରେ ଚିତ୍ରିତ କରନ୍ତୁ। ଜଗନ୍ନାଥଙ୍କୁ ନୀଳମେଘ ସଦୃଶ ଶ୍ୟାମଳ, ବଳଦେବଙ୍କୁ ଶଙ୍ଖାପର ଧବଳ, ସୁଦର୍ଶନଙ୍କୁ ରକ୍ତବର୍ଣ୍ଣ ଓ ସୁଭଦ୍ରାଙ୍କୁ କୁଙ୍କୁମ ବର୍ଣ୍ଣରେ ରଞ୍ଜିତ କରି ନାନା ବର୍ଣ୍ଣର ଅଳଙ୍କାରରେ ଅଳଙ୍କୃତ କରାଇବ। ଯିଏ ପ୍ରତିମାମାନଙ୍କର ଦାରୁଦେହ ଦର୍ଶନ କରିବ, ସେ ପାପଭାଗୀ ହୋଇ ନର୍କକୁ ଗମନ କରିବ। ଯତ୍ନ ସହକାରେ ପଟ୍ଟବସ୍ତ୍ରରେ ନିଜାସ ଦେଇ ପ୍ରତିମାମାନଙ୍କ ଶରୀରକୁ ଗୋପିତ କରନ୍ତୁ। ପ୍ରତିବର୍ଷ ପୂର୍ବାପୂର୍ବ କରି ଦେହର ଆବରଣକୁ ଫିଟାଇ ନୂତନ ବସ୍ତ୍ରରେ ବାନ୍ଧିବ ଓ ତାପରେ ବିଲେପ ପ୍ରଦାନ କରାଇବ। ଯଦି କେହି ବ୍ୟକ୍ତି ବିଲେପନ ଶୂନ୍ୟ ପ୍ରତିମାକୁ ଭୁଲ ଦେଖିଦିଏ, ତେବେ ତାର ନର୍କ ଗତି ସୁନିଶ୍ଚିତ। ରାଜ୍ୟରେ ଦୁର୍ଭିକ୍ଷ ଓ ମଡ଼କ ପଡ଼ିବ ଓ ଦେଖିଥିବା ବ୍ୟକ୍ତିଙ୍କ ସନ୍ତାନ ବର୍ଗ ମଧ୍ୟ ମୃତ୍ୟୁ ଲାଭ କରିବେ। ଏଣୁ ଏହି 4 ମୂର୍ତ୍ତିଙ୍କୁ ବହୁ ବିଲାପନ ଦେଇ ଉଜ୍ଜ୍ୱଳିତ କରି ଦର୍ଶନ କଲେ ତୁମର ମନସ୍କାମନା ପୂର୍ଣ୍ଣ ହେବ ଓ ପ୍ରଭୁଙ୍କ ଅନୁଗ୍ରହ ମଧ୍ୟ ମିଳିବ। ନୀଳପର୍ବତ ଉପରେ ଯେଉଁଠି କଳ୍ପବଟ ରହିଛି, ତାର ବାୟୁ କୋଣରେ ନୃସିଂହଙ୍କୁ ପ୍ରତିଷ୍ଠା କରାଯାଇଛି। ତାର ଉତ୍ତର ଦିଗରେ ଯେଉଁ ପ୍ରଶସ୍ତ କ୍ଷେତ୍ର ରହିଛି, ସେଠାରେ ସହସ୍ର ହସ୍ତ ଉଚ୍ଚ ଓ ସେତିକି ଆୟତନ ବିଶିଷ୍ଟ ଏକ ସୁନ୍ଦର ମନ୍ଦିର ନିର୍ମାଣ କରି ପ୍ରଭୁଙ୍କୁ ସେଠାରେ ସ୍ଥାପିତ କରାଇବ। ପୂର୍ବ କାଳରେ ଶବର ରାଜା ବିଶ୍ୱାବସୁ ମାଧବଙ୍କୁ ପୂଜା କରୁଥିଲା ଓ ବିଦ୍ୟାପତିଙ୍କ ସହ ସଖ୍ୟ ସ୍ଥାପନ କରିଥିଲା। ସେ 2 ଜଣଙ୍କ ମନୁଷ୍ୟରେ ଯେତେ ସନ୍ତାନ ଜନ୍ମଗ୍ରହଣ କରିବେ, ସେ ସମସ୍ତଙ୍କୁ ପ୍ରଭୁଙ୍କ ସେବା ନିମନ୍ତେ ନିଯୁକ୍ତ କରିବେ। ଏପରି ଶୂନ୍ୟବାଣୀ ଶୁଣି ଆନନ୍ଦ ମନରେ ବେଦିନୀ ଗୃହକୁ ଯାଇ ମହାବେଦୀରେ ବେଷ୍ଟନୀ ଉନ୍ମୋଚିତ କରି ଚତୁର୍ଦ୍ଧ ମୂର୍ତ୍ତିଙ୍କ ଦର୍ଶନ କଲେ। ଆକାଶବାଣୀରେ ଯାହା ଶୁଣିଥିଲେ, ଠିକ୍ ସେହିପରି ଭାବରେ ଚତୁର୍ଦ୍ଧ ମୂର୍ତ୍ତି ସିଂହାସନରେ ବିରାଜିତ ହୋଇଥିଲେ। ମହାପ୍ରଭୁ ଜଗନ୍ନାଥଙ୍କ ବକ୍ଷସ୍ଥଳ ଉନ୍ନତ, ବଦନ ମଣ୍ଡଳରେ ଈଷତ୍ ହାସ୍ୟ ବିକଶିତ। ଦିନ ଜନକ ଉଦ୍ଧାର ନିମନ୍ତେ ଭୁଜ ପଞ୍ଜର ବିଲମ୍ବିତ ହୋଇଛି। ନେତ୍ରୋଦୟ ପ୍ରସ୍ଫୁଟିତ ଶ୍ଵେତ ପଦ୍ମ ସମ ଜଣାଯାଉଛି। ଅଧର ଯୁଗଳ ରକ୍ତ ବର୍ଣ୍ଣରେ ସୁଶୋଭିତ, ଦ୍ୱାରମୟ ଶରୀର ପଦ୍ମାସନରେ ଉପବିଷ୍ଟ। ପ୍ରଭୁ ବଳଭଦ୍ରଙ୍କ ମୁଖରେ ଅଟ୍ଟହାସ୍ୟ, ବାରୁଣୀ ମଦିରା ପାନ ଯୋଗୁଁ ନେତ୍ରୋଦୟ ବିଗୁଣ୍ଡିତ। ମସ୍ତକ ଉପରି ଫଣା ଛତ୍ରାକାର ଧାରଣ କରିଛି। ଜଣାଯାଉଛି ସତେ ଯେପରି ସ୍ୱୟଂ ନାଗରାଜ ବାସୁକୀ ପାତାଳରୁ ଆସି ସେଠାରେ ଉପସ୍ଥିତ ହେଉଛନ୍ତି। ବକ୍ଷସ୍ଥଳ ସୁକମଳ ଓ ପୃଥୁଳ, ପୃଷ୍ଠଦେଶ ଓ ଦେହର ଅପରଭାଗ ସକଳ ଭଳି ଜଣାଯାଉଛି। ହଳ ମୁଷଳ ଚକ୍ର ଓ ପଦ୍ମ 4 ହାତରେ ଧାରଣ କରିଛନ୍ତି। ଗଳାରେ ବନମାଳା ଶୋଭା ପାଉଛି। ହାର, କୁଣ୍ଡଳ, କେୟୁର, ମୁକୁଟ, ଅଳଙ୍କାର ଦେହର କାନ୍ତିକୁ ଉଜ୍ଜ୍ୱଳିତ କରୁଛି। ଜଗନ୍ନାଥ ଓ ବଳଭଦ୍ରଙ୍କ ମଧ୍ୟସ୍ଥଳରେ ଭଦ୍ର ରୂପରେ ମା ଲକ୍ଷ୍ମୀ ବିରାଜିତା। ବିକଶିତ ପଦ୍ମତୁଲ୍ୟ ବଦନ ମଣ୍ଡଳ, ହସ୍ତଦ୍ୱୟରେ ବରାଭୟ, ଦେହକାନ୍ତି କୁଙ୍କୁମ ରଙ୍ଗରେ ବିରାଜିତ। ଜଗନ୍ନାଥଙ୍କ ବାମ ପାର୍ଶ୍ୱରୁ ଉଦିତ ସୂର୍ଯ୍ୟ ରଙ୍ଗ ଧାରଣ କରି ଚକ୍ରର ସୁଦର୍ଶନ ଅବସ୍ଥାନ କରିଛନ୍ତି। ଏ ଦିବ୍ୟ ମୂର୍ତ୍ତି ଦର୍ଶନରେ ସମସ୍ତେ ଆନନ୍ଦ ସାଗରରେ ନିମଜ୍ଜିତ ହୋଇଗଲେ। ରାଜାଙ୍କ ଆଖି ଲୋତକରେ ପୂର୍ଣ୍ଣ ହୋଇବାର ଦେଖି ନାରଦ ତାଙ୍କୁ କହିଲେ, ହେ ରାଜନ୍, ତୁମେ ଯେଉଁ କାରଣରୁ ଏତେ ପରିଶ୍ରମ କଲେ, ତାହା ଫଳବତୀ ହୋଇଛି। ତୁମେ ଦୟାସାଗର ଭଗବାନ ଜଗନ୍ନାଥଙ୍କ ଦର୍ଶନ ଲାଭ କରିଛ। ଯାହାଙ୍କ ଦର୍ଶନ ନିମନ୍ତେ ଯୋଗୀଗଣ ଅନ୍ତଃକରଣରେ ସଂଯମ ସାଧନ କରନ୍ତି, ଶ୍ରୀ ଜନାର୍ଦ୍ଦନ ଦାରୁମୟ ଦେହ ଧରି ତୁମକୁ ଅନୁଗ୍ରହ କରିଛନ୍ତି। ତୁମେ ଏବେ ତାଙ୍କର ସ୍ତୁତି ଗାନ କର। ଭକ୍ତବତ୍ସଳ ଭଗବାନ ତୋଷ ହେବେ। 20 ଅଧ୍ୟାୟ। ଇନ୍ଦ୍ରଦ୍ୟୁମ୍ନଙ୍କ ଚତୁର୍ଦ୍ଧ ମୂର୍ତ୍ତିଙ୍କୁ ସ୍ତୁତି। ଜୈମିନୀ ମୁନିମାନଙ୍କୁ କହୁଥାନ୍ତି, ନାରଦଙ୍କ କଥା ଶୁଣି ରାଜା ଇନ୍ଦ୍ରଦ୍ୟୁମ୍ନ ଉଚ୍ଚ ସ୍ୱରରେ ପ୍ରଭୁଙ୍କୁ ସ୍ତୁତି କରିବାରେ ଲାଗିଲେ। ସେ କହିଲେ, ହେ ମୁରାରୀ, ମୁଁ ପୂର୍ବଜନ୍ମରେ ଆପଣଙ୍କ ପାଦପଦ୍ମ ସେବା କରିନାହିଁ, ସେଥିପାଇଁ ଏତେ କଷ୍ଟ ଭୋଗୁଛି। ବ୍ରହ୍ମା, ରୁଦ୍ର, ଇନ୍ଦ୍ର ଆଦି ନିଜ କିରୀଟରେ ଆପଣଙ୍କ ପଦ ସେବା କରନ୍ତି। ଆପଣଙ୍କ ପାଦପଦ୍ମ ଅତ୍ୟନ୍ତ ଦୁର୍ଲଭ। ମୁଁ ରକ୍ତମାଂସଧାରୀ ମଣିଷ ହୋଇବି ଆପଣଙ୍କର କି ସେବା କରିପାରିବି? ଏହି ଅସାର ସଂସାରରେ ବୁଲି ବୁଲି କ୍ଳାନ୍ତ ହୋଇ ପଡ଼ିଛି। ଅନେକ କଷ୍ଟ ମଧ୍ୟ ଭୋଗିଛି। ତେଣୁ ଆପଣଙ୍କ ସ୍ୱରୂପ ବୁଝିବାର କଷ୍ଟ ଭୋଗିବାକୁ ଆଉ ଶକ୍ତି ନାହିଁ। ଯେଉଁମାନେ ସଂସାରରେ ଦୁଃଖ ଭୋଗ କରି କ୍ଳାନ୍ତ ହୁଅନ୍ତି ନାହିଁ, ସେମାନେ ଅତ୍ୟନ୍ତ କଠୋର ପରିଶ୍ରମ କରି ଆପଣଙ୍କ ସ୍ୱରୂପ ବୁଝିବାରେ ସକ୍ଷମ ହୁଅନ୍ତେ। ପୂର୍ବଜନ୍ମ ମାନଙ୍କରେ ଅନେକ ପାପ କରିଛି, ତେଣୁ କଷ୍ଟ ଭୋଗୁଛି। ଯେ ଅଳ୍ପ କିଛି ପୁଣ୍ୟ କରିଥିଲି, ତାର ଫଳରେ ଯେତିକି ସୁଖ ମିଳୁଛି, ତା ପିତାର ମହୁ ମିଶାଇଲେ ଯେଉଁ ସ୍ୱାଦ ଉତ୍ପନ୍ନ ହୁଏ, ସେତିକି ଗଣିଚାଏ ମାତ୍ର। ସୁଖ ଭୋଗ ନିମନ୍ତେ ଯେତିକି ପୁଣ୍ୟ ଥିଲା, ତାହା ପୁଣି ଉତ୍କଟ ପାପର ପ୍ରଭାବରେ ଦୁଃଖମୟ ହୋଇଗଲା। ହେ ପ୍ରଭୁ,
ଯଦି ମୁଁ ସଂସାର ଜଳରେ ଆସକ୍ତ ହୋଇ ଆପଣଙ୍କ କଥା ଚିନ୍ତା କରିଥାନ୍ତି ତେବେ ମୋର ପୁନର୍ଜନ୍ମ ହୋଇନଥାନ୍ତି କି ମୁଁ ଏତେ କଷ୍ଟ ପାଇନଥାନ୍ତି। ହେ ମୁରାରୀ, ଏ ସଂସାରରେ କେତେ ଥାଉ ମୁଁ ପିତା ହୋଇଛି କି କେତେବେଳେ ପୁତ୍ର ହୋଇଛି, କେତେବେଳେ ପ୍ରଭୁ ହୋଇଛି ତ କେତେବେଳେ ଦାସ ହୋଇଛି, କେତେବେଳେ ମାତା ତ କେତେବେଳେ ପତି, ଆଉ କେତେବେଳେ ଜାୟା ତ କେତେବେଳେ ପକ୍ଷୀ ଜନ୍ମ ନେଇଛି ତ କେତେବେଳେ ନିଚ କୂଳରେ ଜନ୍ମ ଲାଭ କରିଛି ଏବଂ ଆପଣଙ୍କ କଥା ଚିନ୍ତା କରିବାକୁ ଭୁଲି ଯାଇଛି। ପଶୁ ଭଳି ଆପଣଙ୍କୁ ଚିହ୍ନି ନପାରି ଜୀବନ ବିତାଇଛି। ରାଜା ହୋଇ ସୁନ୍ଦର ରମଣୀ ଓ ପୁର ନାରୀଙ୍କ ଗହଣରେ ସମୟ ଅତିବାହିତ କରି ନିଷ୍କଣ୍ଟକ ରାଜ୍ୟ ଭୋଗ କରିଛି। ଏହା ପଶୁ କାନ୍ଧରେ ବୋଝ ଲଦିଲା ଭଳି ହୋଇଛି। ଏଣୁ ହେ ଲକ୍ଷ୍ମୀକାନ୍ତ, ମୋ କାନ୍ଧରୁ ସେ ବୋଝକୁ ଓହ୍ଲାଇ ଦିଅନ୍ତୁ। ଯେତେବେଳେ ଗୋରୁଭାର ମୋ କାନ୍ଧରୁ ଓହ୍ଲାଇବ ସେତେବେଳେ ମୋର କଷ୍ଟ ଦୂର ହେବ। ଭ୍ରାନ୍ତ ଘଟା ଯନ୍ତ୍ର ଭଳି କେତେବେଳେ ଉପରକୁ ଉଠୁଛ, କେତେବେଳେ ତଳକୁ ଖସୁଛି। ଏଣୁ ହେ ଜଗନ୍ନାଥ, ମୋତେ ଏହି କଷ୍ଟରୁ ପରିତ୍ରାଣ କରନ୍ତୁ, ଯେପରିକି ମୋର ଆଉ ପୁନର୍ଜନ୍ମ ନ ହେବ। ହେ ଅଚ୍ୟୁତ, ଆପଣ ଭଳି ଆଉ କେହି ବନ୍ଧୁ ନାହିଁ। ବିଷୟ ଭୋଗର ଆସକ୍ତି ଯୋଗୁଁ ସଂସାରର ବନ୍ଧନ ଅତ୍ୟନ୍ତ କଠୋର ହୋଇଯାଇଛି। ମନ ସଦାସର୍ବଦା ପାପ ବୃଦ୍ଧି ପାପ କର୍ମ ଆଡ଼କୁ ମୁହଁ ମାତି ଯାଉଛି। ତେଣୁ ଆପଣଙ୍କ ପ୍ରତି ଆଉ ଆସକ୍ତି ଜନ୍ମେ ନାହିଁ। ଏଣୁ ମୋର ଆପଣଙ୍କ ନିକଟରେ ଏତିକି ଅଳି ଯେ ମୋ ମନ ସେହି ପାପକର୍ମ ନିବୃତ୍ତ ହୋଇ ଆପଣଙ୍କ ବାଦ୍ୟବନ୍ଧନ ଲାଗି ରହୁ। ସମସ୍ତ ଜନ୍ମର ସଞ୍ଚିତ ପୁଣ୍ୟ ବଳରେ ଆପଣ ପ୍ରାପ୍ତ ହୋଇଥାନ୍ତି। ଆପଣ ସଚ୍ଚିଦାନନ୍ଦ ସୁଧା ସ୍ୱରୂପ ଅଟନ୍ତି। ଆପଣ ମୋ ପ୍ରତି ଏତିକି କୃପା କରନ୍ତୁ ଯେପରି ଦୁଃଖମୟ ଅଳ୍ପଯୁକ୍ତ ସୁଖ ବିଷୟରେ ନିମଜ୍ଜିତ ହୋଇ ମୁଁ ସମସ୍ତ କର୍ମବନ୍ଧନ ମୁକ୍ତ ହୋଇ ଅନାଦି ଅନନ୍ତ ଆନନ୍ଦ ପରିପୂର୍ଣ୍ଣ ଆପଣଙ୍କ ପାଦପଦ୍ମକୁ ଲାଭ କରେ। ମମତା ଆବର୍ତ୍ତ ମାତ୍ର କୁକର୍ମ କୁମ୍ଭାର ପରିପୂର୍ଣ୍ଣ ମାୟାସାଗର ଭିତରେ ବିଚରଣ କରୁଛି। ଏଣୁ ମୋ ଭଳି ଆଶ୍ରୟ ବିହୀନ ବ୍ୟକ୍ତି ପ୍ରତି କୃପା ଦୃଷ୍ଟି ଦେଇ ମୋତେ ଏ ଭବ ସାଗରରୁ ଉଦ୍ଧାର କରନ୍ତୁ। ଆପଣ ହିଁ କେବଳ ଉଦ୍ଧାରକର୍ତ୍ତା। ଏକଥା ବୁଝି ନ ପାରି ଛୋଟ ଛୋଟ ଜିନିଷରେ ମୋର ମନ ଭ୍ରମଣ କରୁଛି। ହେ ଜଗତ ବନ୍ଦନୀୟ ବେଦାନ୍ତ ବିଦ୍ୟା ଅବ୍ୟୟ ପୁରୁଷ, ମୁଁ ମୋର କ୍ଷୀଣ ବୁଦ୍ଧିରେ ଆପଣଙ୍କୁ ଛାଡ଼ି ସୁଖକା ଜୀବନ ନିମନ୍ତେ ଚାରିଆଡ଼େ ଖୋଜି ବୁଲୁଛି। ସ୍ଥାବର ଜଙ୍ଗମ କୀଟ ପତଙ୍ଗ ଆଦି ଯେତେ ପ୍ରାଣୀ ଆପଣଙ୍କ ମାୟାରେ ନିଦ୍ରିତ। ଆପଣଙ୍କ କୃପା ମିଳିଲେ, ଆପଣଙ୍କ ସ୍ୱରୂପ ଜ୍ଞାନ ଜାଗ୍ରତ ହେଲେ ସେମାନଙ୍କ ମୋହ ନିଦ୍ରା ତୁଟିବ। ହେ ପ୍ରଭୁ ବଳଭଦ୍ର, ଆପଣ ଅଖିଳ ବ୍ରହ୍ମାଣ୍ଡର ହର୍ତ୍ତା କର୍ତ୍ତା ବିଧାତା। ଆପଣଙ୍କ ସୁନ୍ଦର ମସ୍ତକ ସହସ୍ରପଣାରେ ଉଚ୍ଚାତ୍ରିତ। ଆପଣଙ୍କ ସୁନ୍ଦରତାର ପଟାନ୍ତର ନାହିଁ। ବୀରଙ୍କ ମଧ୍ୟରେ ବରେଣ୍ୟ ହୋଇଥିବାରୁ ଆପଣ ବଳରାମ ନାମ ଧାରଣ କରିଛନ୍ତି। ହେ ଜଗଦୀଶ୍ୱର, ମୁଁ ଆପଣଙ୍କ ନିକଟରେ ଶରଣ ପଶୁଛି। ହେ ନାଥ, ଆପଣଙ୍କର ଯୋଉ ନିଜ ଶକ୍ତି ସମସ୍ତ ଜଗତକୁ ସୃଷ୍ଟି କରିଛି, ଯାହାକୁ ମୁଁ ମୋ ହୃଦୟ ପଦ୍ମରେ ଆସୀନ କରିଛି, ଯିଏ ସମସ୍ତ ଦେବଗଣଙ୍କ ଉତ୍ପତ୍ତିର କାରଣ, ଯିଏ ଅଖିଳ ଜଗତର ଆଶ୍ରୟ, ସେ ଜଗଜ୍ଜନନୀ ସୁଭଦ୍ରା ଦେବୀଙ୍କ ଚରଣରେ ପ୍ରଣତି ଜଣାଉଛି। ହେ ନାଥ, ଯାହାର କିରଣ ପ୍ରତିବିମ୍ବ ରୂପେ ଚତୁର୍ଦ୍ଦଶ ବ୍ରହ୍ମାଣ୍ଡ ଦୃଶ୍ୟ ହୁଏ, ଜଗନ୍ନାଥଙ୍କ ହସ୍ତରେ ସଂସର୍ଗରେ ଦୁର୍ଦାନ୍ତ ଦୈତ୍ୟମାନଙ୍କ ପ୍ରାଣକୁ ହରି ନିଏ, ଶ୍ରୀ ଚକ୍ରର ସୁଦର୍ଶନଙ୍କୁ ମୁଁ ପ୍ରଣାମ କରୁଛି। ଜୈମିନୀ ମୁନିମାନଙ୍କ ଆଗରେ କହିଲେ, ରାଜା ଇନ୍ଦ୍ରଦ୍ୟୁମ୍ନ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଗରେ ଏପରି ସ୍ତୁତି କରି ସାଷ୍ଟାଙ୍ଗ ପ୍ରଣିପାତ କଲେ। ପାଖରେ ଯେତେ ରାଜା, ବେଦଜ୍ଞ, ବ୍ରାହ୍ମଣ, ମୁନିଗଣ, ଦ୍ୱିଜ, କ୍ଷତ୍ରିୟ, ବିଦ୍ୱାନ ବୈଶ୍ୟ ଉପସ୍ଥିତ ଥିଲେ, ସମସ୍ତେ ବିଭିନ୍ନ ପ୍ରକାର ସ୍ତୁତି କରି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପ୍ରାଣିପାତ କଲେ। ବ୍ରହ୍ମର୍ଷି ନାରଦ ନିଜ ସ୍ତୁତିରେ କହିଲେ, ହେ ନାରାୟଣ, ଏହି ଭବସାଗରରୁ ପରିତ୍ରାଣ କରନ୍ତୁ। ସନକ ସନନ୍ଦ ଆଦି ଯୋଗୀଗଣ ସଦାସର୍ବଦା ଆପଣଙ୍କ ଦିବ୍ୟ ତତ୍ତ୍ୱକୁ ଚିନ୍ତା କରୁଥାନ୍ତି। ଆପଣ ନିଜ ମାୟା ବଳରେ ସଂସାରର ସର୍ଜନା କରିଛନ୍ତି। ଆପଣ ନିଜ ମାୟା ଜାଲରେ ନିଜ ରୂପକୁ ଆଚ୍ଛାଦିତ କରି ଏହି ବିଶ୍ୱକୁ ପରିପ୍ରକାଶ କରୁଛନ୍ତି। ଆପଣ ନିଜ ମାୟା ଜାଲରେ ଆପଣଙ୍କ ବିଶ୍ୱରୂପ ଅନେକ ନେତ୍ର, ଅନେକ ବର୍ଣ୍ଣ, ଅନେକ କର୍ଣ୍ଣ, ପାଦ, ହସ୍ତ, ଶିର, ଗ୍ରୀବା, ନାସା, ଚର୍ମ, କେଶ, ଲୋମଯୁକ୍ତ। ହେ ଅନନ୍ତ ଲିଙ୍ଗ, ଆପଣ ସର୍ବଲୋକାତ୍ମକ, ସର୍ବଲୋକ ସୁଖାବହ, ସର୍ବଲୋକ ନମସ୍କୃତ୍ୟ, ଲୀଳା ବିଳାସିତ, କୋଟି ପଦ୍ମ ଭବ, ରୁଦ୍ର ଇନ୍ଦ୍ରାଦି ସେବିତ, ତ୍ରିଭୁବନର ଗୁରୁ ଅଟନ୍ତି। ମୁଁ ଆପଣଙ୍କୁ ପ୍ରଣାମ କରୁଛି। ରାଜା ଇନ୍ଦ୍ରଦ୍ୟୁମ୍ନ ନାରଦଙ୍କ ଉପଦେଶ ଅନୁସାରେ ବିଷ୍ଣୁଙ୍କୁ ପୂଜା ଅର୍ଚ୍ଚନା କରିବା ନିମନ୍ତେ ପୁରୋହିତଙ୍କୁ ନିର୍ଦ୍ଦେଶ ଦେଲେ। ପ୍ରଭୁ ବଳଭଦ୍ରଙ୍କୁ ଦ୍ୱାଦଶାକ୍ଷର ବାସୁଦେବ ମନ୍ତ୍ରରେ, ମହାପ୍ରଭୁ ଜଗନ୍ନାଥଙ୍କୁ ପରମ ପାବନ ପୁରୁଷ ସୂକ୍ତ ମନ୍ତ୍ରରେ ଓ ଦେବୀ ସୁଭଦ୍ରାଙ୍କୁ ଦେବୀ ସୂକ୍ତ ମନ୍ତ୍ରରେ ପୂଜା କରାଗଲା। ଚକ୍ର ସୁଦର୍ଶନଙ୍କୁ ସୌଦର୍ଶିନୀ ମନ୍ତ୍ରରେ ପୂଜା କରାଗଲା। ରାଜା ପୂଜା ଶେଷରେ ଦେବତାଙ୍କ ପ୍ରୀତି ସାଧନ ନିମିତ୍ତ ସାତ୍ବିକ ଭାବରେ ବିପ୍ରମାନଙ୍କୁ ଦକ୍ଷିଣା ପ୍ରଦାନ କଲେ। ଅଶ୍ୱମେଧ ଯଜ୍ଞ ପୂର୍ଣ୍ଣ ହୋଇଥିବାରୁ ତୁଳା ପ୍ରସାଦୀ ମହାଦାନ ଓ କୋଟି ଧନୁ ଦାନ ମଧ୍ୟ ପ୍ରଦାନ କଲେ। ଧନୁମାନଙ୍କ ଖୁରାରେ ଦାନ ଦିଆଯାଇଥିବା ସ୍ଥାନରେ ଏକ ବିରାଟ ଖାତ ସୃଷ୍ଟି ହୋଇଗଲା। ଦାନ ସମୟରେ ଦିଆଯାଇଥିବା ଜଳରେ ସେହି ଖାତ ପୂର୍ଣ୍ଣ ହୋଇ ତାହା ଏକ ପୁଣ୍ୟ ତୀର୍ଥରେ ପରିଣତ ହୋଇଗଲା। ସେହି ତୀର୍ଥ ଜଳରେ ସ୍ନାନ ତର୍ପଣ ଆଦି କଲେ ପିତୃଗଣ ତୃପ୍ତ ହୁଅନ୍ତି ଓ ସହସ୍ର ଅଶ୍ୱମେଧ ଯଜ୍ଞର ଫଳ ପ୍ରାପ୍ତି ହୋଇଥାଏ। ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ନାମାନୁସାରେ ସେହି ତୀର୍ଥ ପରବର୍ତ୍ତୀ କାଳରେ ଇନ୍ଦ୍ରଦ୍ୟୁମ୍ନ ସରୋବର ନାମରେ ଖ୍ୟାତ ହୋଇଗଲା। ଯେ ବ୍ୟକ୍ତି ତୀର୍ଥ କୂଳରେ ପିତୃପୁରୁଷଙ୍କୁ ପିଣ୍ଡ ଦାନ କରେ, ତାର 21 ପୁରୁଷ ଉଦ୍ଧାର ହୋଇ ବ୍ରହ୍ମଲୋକରେ ଅବସ୍ଥାନ କରନ୍ତି। ଅଶ୍ୱମେଧ ଯଜ୍ଞରୁ ଉତ୍ପନ୍ନ ହୋଇଥିବା ଅନ୍ୟ କୌଣସି ତୀର୍ଥ ସାରା ଜଗତରେ ନାହିଁ। ଏହି କ୍ଷେତ୍ର ତ୍ରିପଥଗାମିନୀ ବା ଗଙ୍ଗା ସହ ସମାନ। ଏହାପରେ ରାଜା ଇନ୍ଦ୍ରଦ୍ୟୁମ୍ନ ଚତୁର୍ଦ୍ଧାମୂର୍ତ୍ତିଙ୍କ ମନ୍ଦିର ନିର୍ମାଣ ନିମନ୍ତେ ଶୁଭ ନିକଟରେ ସ୍ଥିର ପାଇଁ ଜ୍ୟୋତିଷମାନଙ୍କୁ ନିର୍ଦ୍ଦେଶ ଦେଲେ।
शुभ दिन और शुभ मुहूर्त स्थिर होगा पर मंदिर निर्माण निमित्त राज्य आज्ञा प्रदान करी तार नारदादि विप्रମାନଙ୍କୁ ତୁଷ୍ଟ କଲେ। ବାସ୍ତୁ ପୂଜା ସମାପନ କରି ବାସ୍ତୁ ଦୋଷରୁ ଉପଶମ କରାଇଲେ। ଚନ୍ଦ୍ର ସୂର୍ଯ୍ୟଙ୍କୁ ପ୍ରାର୍ଥନା କରି କହିଲେ, ଯାବତ ଚନ୍ଦ୍ରକ ଏହି ସ୍ଥାନ ରହିଥାଉ। ସେଠାରେ ଉପସ୍ଥିତ ସମସ୍ତ ଶିଳ୍ପୀମାନଙ୍କୁ ପୂଜା ଅର୍ଚ୍ଚନା କରି ତୁଷ୍ଟ କରାଇଲେ। ସେମାନଙ୍କୁ ଉପଯୁକ୍ତ ପାରିଶ୍ରମିକ ପ୍ରଦାନ କଲେ। ତା ସଙ୍ଗେ ସଙ୍ଗେ ଗୀତ ବାଦ୍ୟ ମାଧ୍ୟମରେ ମହୋତ୍ସବ ମଧ୍ୟ ହେଲା। ବିଦେଶାଗତ ରାଜାଗଣ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରି ନିଜ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କଲେ। ଦୀନ ଅନାଥ ବିପନ୍ନ ବ୍ୟକ୍ତିମାନଙ୍କୁ ରାଜା ତାଙ୍କ ଇପ୍ସିତ ଦ୍ରବ୍ୟ ପ୍ରଦାନ କରି ମନ୍ଦିର ନିର୍ମାଣ ନିମନ୍ତେ ପ୍ରସ୍ତର ସଂଗ୍ରହ ନିମନ୍ତେ ମଧ୍ୟ ଅର୍ଥ ପ୍ରଦାନ କଲେ। ଆବଶ୍ୟକ ପ୍ରସ୍ତର ଉପଲବ୍ଧ ନ ହେବାରୁ ଯେଉଁ ଦେଶରେ ପ୍ରସ୍ତର ଉପଲବ୍ଧ ହେବ ସେ ଦେଶର ରାଜାଙ୍କୁ ଡକାଇ ଏକତ୍ରିତ କରାଇଲେ। ସେମାନଙ୍କୁ କହିଲେ ଯେ ଦିଗ୍ବିଜୟ ସମୟରେ ଯେତିକି ଅର୍ଥ ସଂଗୃହୀତ ହୋଇଛି ସେ ସମସ୍ତ ମହାପ୍ରଭୁଙ୍କ ପ୍ରସାଦ ନିମନ୍ତେ ବ୍ୟୟ କରିଦେଇ ନିର୍ମାଣରେ ଆତ୍ମତୃପ୍ତି ଲାଭ କରିବି। ମା ଲକ୍ଷ୍ମୀଙ୍କ କୃପାରୁ ମୁଁ ବହୁତ ଧନ ଉପାର୍ଜନ କରିଛି। ସେସବୁ ମନ୍ଦିର ନିର୍ମାଣରେ ଖର୍ଚ୍ଚ ହେଲେ ଧନ୍ୟ ହେବି। ଚରାଚର ନିୟନ୍ତା ପରମେଶ୍ୱରଙ୍କ କୃପା ଲାଭ କରିଛି। ତାଙ୍କରି ଆଶୀର୍ବାଦରୁ ଆଜି ଦେଉଳ ତୋଳିବା ନିମନ୍ତେ ସମର୍ଥ ହୋଇପାରିଛି। ପ୍ରଭୁ ଯାହା ପ୍ରତି ସଦୟ ହୁଅନ୍ତି ତାହାର ଉତ୍ତରୋତ୍ତର ଉନ୍ନତି ହୁଏ। ଯାହାଙ୍କ ଜିହ୍ୱାଗ୍ରରେ ବାଗ୍ଦେବୀ ନୃତ୍ୟ କରନ୍ତି, ବ୍ରହ୍ମା ଯାହାଙ୍କ ଆରାଧନା କରି ବ୍ରହ୍ମତ୍ୱ ଲାଭ କରିଛନ୍ତି, ରୁଦ୍ର ଓ ଇନ୍ଦ୍ର ନିଜ ପଦରେ ଅଭିଷିକ୍ତ ସେହି ପ୍ରଭୁ ସମସ୍ତ ଜଗତରେ ବନ୍ଦନୀୟ। ମୁଁ ତାଙ୍କର ପାଦ ପୂଜା କରିବାର ସଂକଳ୍ପ ନେଇଛି। ଯେଉଁମାନେ ସେ ପୁରୁଷୋତ୍ତମଙ୍କ ଚରଣ ବନ୍ଦନା କରନ୍ତି ସେମାନଙ୍କୁ ମୁକ୍ତି ମିଳିଥାଏ। ଏହି କ୍ଷେତ୍ରରେ ତାଙ୍କରି ଦେହ ସ୍ୱରୂପ। ଏଣୁ ଏହା ମଧ୍ୟ ପୁରୁଷୋତ୍ତମ କ୍ଷେତ୍ର ନାମରେ ବିଖ୍ୟାତ ହୋଇଛି। ଏହି କ୍ଷେତ୍ରରେ ପ୍ରଭୁ ସ୍ୱାଭିମାନ ଯୁକ୍ତ ହୋଇ ଆବିର୍ଭୂତ ଓ ତିରୋହିତ ହୁଅନ୍ତୁ। ଯେ ବ୍ୟକ୍ତି ସଦାର ସହ ଏଠାରେ ଅର୍ଚ୍ଚନା କରେ ତାର ଚୌବର୍ଗ ପ୍ରାପ୍ତି ହୁଏ।